ଓମ୍ ଶାନ୍ତି। ସର୍ବୋଚ୍ଚ ପିତା ପରମାତ୍ମାଙ୍କର ମହାନ ଆତ୍ମିକ ସନ୍ତାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆଜିର ପ୍ରଭୁଚିନ୍ତନର ଆଲୋଚନା ପରିସରକୁ ମୁଁ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। କୁହାଯାଏ ଭଗବାନଙ୍କୁ ଦିନେ ନା ଦିନେ ଆସିବାକୁ ପଡ଼ିବ ଭକ୍ତିର ଫଳ ଦେବା ପାଇଁ। ତେବେ ଏଥିରୁ ସ୍ପଷ୍ଟ ଯେ ଭଗବାନ ଯିଏ ନିରାକାର ସେ ଅଲଗା କେଉଁଠି ରହୁଛନ୍ତି ନିଶ୍ଚୟ, ଏଠି ସେଠି ସର୍ବତ୍ର ନୁହନ୍ତି। ଯଦି ସର୍ବତ୍ର ହୋଇଥାନ୍ତେ ତେବେ ଭକ୍ତିର କିଛି ଆବଶ୍ୟକତା ନଥାନ୍ତା। ତୀର୍ଥ ବ୍ରତ ଦାନ ଧର୍ମ ପୂଜା ପାଠ ଆଦି କିଛି କରିବାକୁ ପଡ଼ିନଥାନ୍ତା। ପରନ୍ତୁ ଏହା ସୃଷ୍ଟି ନାଟକର ଅପରିହାର୍ଯ୍ୟ ନିୟମ। ନିୟମରେ ସମସ୍ତେ ବନ୍ଧା। ଆମେମାନେ ଭକ୍ତି କରି କରି ଥକିଯିବା ପରେ ଅର୍ଥାତ୍ ମୁକ୍ତିର ପଥ ନ ପାଇ ହତାଶ ହେଇଗଲେ ଭଗବାନଙ୍କୁ ଆସିବାକୁ ପଡ଼ିଥାଏ ସମସ୍ତଙ୍କୁ ମୁକ୍ତି ଆଉ ଜୀବନ ମୁକ୍ତି ପ୍ରଦାନ କରିବା ପାଇଁ, ଯାହାକୁ ଶାସ୍ତ୍ରୀୟ ଭାଷାରେ କୁହାଯାଏ କି ଭଗବାନଙ୍କୁ ଭକ୍ତିର ଫଳ ଦେବା ପାଇଁ ଆସିବାକୁ ପଡ଼ିଲା। ଅବିନାଶୀ ସୃଷ୍ଟି ନାଟକର ନିୟମ ଅନୁସାରେ ଅଧାକଳ୍ପ ଭକ୍ତି ଏବଂ ଅଧାକଳ୍ପ ଜ୍ଞାନର ପାଠ ଚାଲିବ। ଅର୍ଥାତ୍ ଅଧା ସମୟ ସୁଖ ଅଧା ସମୟ ଦୁଃଖ ସମସ୍ତଙ୍କୁ ଏଇ ଗତି ଦେଇ ଯିବାକୁ ହିଁ ପଡ଼ିବ। ସତ୍ୟ ତ୍ରେତୟା ଦ୍ୱାପର କଳି 4 ଯୁଗ ସମ୍ପୂର୍ଣ୍ଣ ହେବା ପରେ କଳିର ତମ ପ୍ରଧାନ ସଂସ୍କାରକୁ ପରିବର୍ତ୍ତନ କରି ସତ୍ୟଯୁଗୀ ସତୋପ୍ରଧାନ ସଂସ୍କାର ଧାରଣ କରିବାର ସମୟ ଅର୍ଥାତ୍ ରିହର୍ସାଲର ସମୟ ଏଇ ମଧ୍ୟବର୍ତ୍ତୀ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ସମୟରେ ହିଁ ହୋଇଥାଏ, ଯାହାକୁ ଆତ୍ମିକ ଜ୍ଞାନ କୁହାଯାଏ। ଯେଉଁ ଜ୍ଞାନ ସ୍ୱୟଂ ଆତ୍ମିକ ପିତା ପରମାତ୍ମା ଆସି ଶିକ୍ଷା ଦେଇଥାନ୍ତି। ଏହି ଜ୍ଞାନର ଫଳସ୍ୱରୂପ ଅଧାକଳ୍ପ ସତ୍ୟ ଆଉ ତ୍ରେତୟା 2 ଯୁଗ ମନୁଷ୍ୟ ଦୈବୀଗୁଣ ସମ୍ପନ୍ନ ଦେବୀ ଦେବତା ହେଇ ପ୍ରାପ୍ତି ସ୍ୱରୂପ ସୁଖ ଶାନ୍ତି ଭରା ସ୍ୱର୍ଗ ରାଜ୍ୟର ଅଧିକାରକୁ ଭୋଗ କରିଥାଏ। ଏହାପରେ ଦ୍ୱାପର ଆଉ କଳି 2 ଯୁଗ ଆତ୍ମବିସ୍ମୃତ ହୋଇ ଦେହ ଅଭିମାନ କାରଣବଶତଃ 5 ବିକାରର ପ୍ରଭାବରେ ଆସି ଦୁଃଖ ଅଶାନ୍ତି ଭୋଗ କରିଥାଏ ଏବଂ ସେଥିରୁ ମୁକ୍ତି ପାଇବା ପାଇଁ ଭକ୍ତିର କର୍ମକାଣ୍ଡ କରିଥାଏ। ଅର୍ଥାତ୍ ମନ୍ଦିର ଆଦିକୁ ଯାଇ ମାଗିବାକୁ ଲାଗିଥାଏ। ଏବେ ଭଗବାନ ଆସି ପୁନଃ ସ୍ମୃତି ଦେଉଛନ୍ତି କି ମିଠା ଆତ୍ମିକ ସନ୍ତାନଗଣ, ତୁମେମାନେ ଦେବୀ ଦେବତା କୁଳର ଅଟ। ତୁମକୁ ଏବେ ପୂଜାରୀରୁ ପୂଜ୍ୟ ହେବାକୁ ପଡ଼ିବ। ବାବା ତୁମ ସମସ୍ତଙ୍କୁ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି। ତେଣୁ ଏବେ ସବୁ କିଛି ଛାଡ଼ି ମୋରି ଶରଣାପନ୍ନ ହୁଅ, ଅର୍ଥାତ୍ ଏକ ମୋରି ଶ୍ରୀମତରେ ଚାଲ। ତେବେ ତୁମର ଜନ୍ମ ଜନ୍ମାନ୍ତରର ପାପ ବିନାଶ ଯାଇ ଆତ୍ମା ପବିତ୍ର ସତୋପ୍ରଧାନ ହୋଇ ଦୈବୀଗୁଣ ଯୁକ୍ତ ହୋଇଯିବ। ସେଥିପାଇଁ ଦେହ ସହିତ ଦେହର ସବୁ ସମ୍ବନ୍ଧ ଗୁଡ଼ିକରୁ ମମତ୍ୱ ତୁଟାଇ ନିମିତ୍ତ ହୋଇ ସବୁକିଛି ସମ୍ଭାଳିବାର ଅଛି। ସାକ୍ଷୀଦ୍ରଷ୍ଟା ହୋଇ ପ୍ରତ୍ୟେକଙ୍କର ଅଭିନୟକୁ ଦେଖି ଚାଲିବା ଦରକାର।
ତେବେ ଏଥିରୁ ମମତ୍ୱ ତୁଟେଇବାର ସହଜ ବିଧି ହେଉଛି, ମୋର ତ ଏକମାତ୍ର ଶିବ ବାବା, ଦ୍ୱିତୀୟ କେହି ନୁହେଁ। ଏହି ପାଠକୁ ପକ୍କା କରିବା। ଶିବ ବାବା କହୁଛନ୍ତି, ଭକ୍ତିରେ ମଧ୍ୟ କହୁଥିଲ କି ବାବା, ଆପଣ ଯେବେ ଆସିବେ ତେବେ ମୁଁ ସବୁ ସଙ୍ଗ ଛାଡ଼ି ଆପଣଙ୍କ ସହିତ ସମ୍ବନ୍ଧ ରଖିବି। ତେଣୁ ଏବେ ମୁଁ କହୁଛି କି ତୁମେ ଦେହ ସହିତ ସବୁ ସମ୍ବନ୍ଧକୁ ବୁଦ୍ଧିରୁ ତ୍ୟାଗ କରି ନିଜକୁ ବିନ୍ଦୁ ଆତ୍ମା ଶରୀରଠାରୁ ଅଲଗା ଅନୁଭବ କର। ବିନ୍ଦୁ ପିତାଙ୍କୁ ମନେ ପକାଅ। ଏହି ପୁରୁଣା ଶରୀରଠାରୁ ମଧ୍ୟ ବୁଦ୍ଧି ତୁଟେଇ ଦିଅ। କିନ୍ତୁ ଏଥିରେ ହିଁ ପରିଶ୍ରମ କରିବାକୁ ପଡ଼ିବ। କାରଣ ଅନେକ ଜନ୍ମ ହେଲା ଆତ୍ମବିସ୍ମୃତ ହୋଇ ଜନ୍ମ ମରଣ ଚକ୍ରରେ ଆସି ଆସି ଦେହର ବନ୍ଧନରେ ଏପରି ଛନ୍ଦି ହୋଇଯାଇଛ ଯେ ପ୍ରତ୍ୟେକ ମୁହୂର୍ତ୍ତରେ ବୁଦ୍ଧି ଦେହ ସର୍ବସ୍ୱ ହୋଇଯାଉଛି। ତେଣୁ ପରିଶ୍ରମ କରି ଏହାକୁ ଭୁଲିବାକୁ ପଡ଼ିବ। ଯେହେତୁ ଏହି ସବୁ କିଛିକୁ ଛାଡ଼ି ବର୍ତ୍ତମାନ ନିଜସ୍ୱ ଆତ୍ମିକ ଘର ଶାନ୍ତିଧାମକୁ ଆତ୍ମାକୁ ଫେରିବାକୁ ପଡ଼ିବ। ଏହି ପ୍ରତିଜ୍ଞାକୁ ପାଳନ କରିବା ପାଇଁ ସକାଳୁ ସକାଳୁ ଉଠି ନିଜ ସହିତ କଥା ହୁଅ ବା ବିଚାର କର। ଏବେ ଏହି ନାଟକ ଶେଷ ହେଉଛି। ଆଟେନସନ୍ ପ୍ଲିଜ୍। କୁହାଯାଏ, ଯେପରି ଅନ୍ନ ସେପରି ମନ, ଅର୍ଥାତ୍ ମନ ଉପରେ ଖାଦ୍ୟର ପ୍ରଭାବ ରହିଥାଏ। ତେଣୁ ଭୋଜନ ପ୍ରସ୍ତୁତ କରିବା ଏବଂ ଭୋଜନ ଖାଇବା ସମୟରେ ଯୋଗଯୁକ୍ତ ଅବସ୍ଥାରେ ଅର୍ଥାତ୍ ଆତ୍ମିକ ସ୍ଥିତିରେ ରହି ପରମାତ୍ମାଙ୍କ ସ୍ମୃତିରେ ଏହି କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ। ବ୍ୟର୍ଥ ବାର୍ତ୍ତାଳାପ କରିବା ଅନୁଚିତ। ଶିବ ବାବା କହୁଛନ୍ତି, ଯେହେତୁ ବର୍ତ୍ତମାନ ଘର ବାହୁଡ଼ା ସମୟ, ତେଣୁ ଯୋଗ ବଳ ଦ୍ୱାରା ପାପର ଖାତାକୁ ଯୁକ୍ତ କରିବାକୁ ହେବ। ଦିନରେ ଶରୀର ନିର୍ବାହ ଅର୍ଥେ କର୍ମ କର। ରାତ୍ରିରେ ଜାଗ୍ରତ ରହି ନିଜ ସହିତ ନିଜେ କଥାବାର୍ତ୍ତା କର। ବିଚାର କର ଯେ ଏହି ନାଟକ ଶେଷ ହେବାକୁ ଯାଉଛି। ଆମେ ଏବେ ଘରକୁ ଅର୍ଥାତ୍ ପରମଧାମ ଘରକୁ ଫେରିଯିବୁ। ସେଥିପାଇଁ ବଞ୍ଚି ଥାଉଁ ଥାଉଁ ଦେହର ସମ୍ବନ୍ଧୀ ବସ୍ତୁ ବୈଭବ ଆଦିଠାରୁ ମମତ୍ୱ ତୁଟାଇ ଦିଅ। ଡବଲ ନିଶାଯୁକ୍ତ ସ୍ଥିତି ଦ୍ୱାରା ସର୍ବଦା ନିର୍ବିଘ୍ନ ରହୁଥିବା ବିଶ୍ୱ ପରିବର୍ତ୍ତକ ହୁଅ। କାରଣ ତୁମେମାନେ ମାଲିକ ମଧ୍ୟ ଅଟ ଏବଂ ବାଳକ ମଧ୍ୟ। ଯେତେବେଳେ ଯେଉଁ ସ୍ଥିତିର ଆବଶ୍ୟକତା ରହିଛି ସେହି ସ୍ଥିତିରେ ସ୍ଥିତ ହୋଇଯାଅ। ଏହିଭଳି ଡବଲ ନିଶା ସର୍ବଦା ନିର୍ବିଘ୍ନ ଜୀବନର ଅନୁଭବ କରାଇବ ଏବଂ ଏହିଭଳି ଆତ୍ମାମାନଙ୍କୁ ବିଘ୍ନ ବିନାଶକର ଉପାଧି ପ୍ରାପ୍ତ ହୋଇଯାଏ। କେବଳ ନିଜ ପାଇଁ ନୁହେଁ, ପରନ୍ତୁ ସାରା ବିଶ୍ୱର ବିଘ୍ନ ବିନାଶକ, ବିଶ୍ୱ ପରିବର୍ତ୍ତକ। ସେମାନଙ୍କ ସମ୍ମୁଖରେ ବିଘ୍ନ ମଧ୍ୟ ସ୍ୱତଃ ଦୁର୍ବଳ ହୋଇଯାଏ। ଯଦି ନିଜର ଡବଲ ଲାଇଟ୍ ସ୍ୱରୂପରେ ସ୍ଥିତ ରହିବ, ତେବେ ସବୁ ବୋଝ ସମାପ୍ତ ହୋଇଯିବ। ଡବଲ ଲାଇଟ୍ ଅର୍ଥାତ୍ ପ୍ରକାଶ ସ୍ୱରୂପ ଏବଂ ହାଲୁକା ସ୍ଥିତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ପୁନଶ୍ଚ ଆସନ୍ତାକାଲି ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା।
ନିଜ ଜୀବନରେ ଧାରଣ କରି ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର କାର୍ଯ୍ୟରେ ସହଯୋଗ କରିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।